ଏହା କ'ଣ ହେଇଗଲା? ବିଶାଖାପାଟନମରେ ଟିମ୍ ଇଣ୍ଡିଆର ବିଜୟ ରଥ ଅଟକିଗଲା। ଦେଖିବା ବାକି ରହିଲେ ଗତକାଲି ଖେଳାଯାଇଥିଲା ବିଶାଖାପାଟନମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି20 ମ୍ୟାଚ୍। ଏହି ମ୍ୟାଚ୍ରେ ଭାରତ ମାତ୍ର 50 ରନ୍ରେ ହାରିଯାଇଛି। ଦେଖିବାକୁ ଗଲେ ଲଗାତାର ଭାବେ ତୃତୀୟ ମ୍ୟାଚ୍ ଜିତିବା ପରେ ଚତୁର୍ଥ ମ୍ୟାଚ୍ରେ ମଧ୍ୟ ଜିତିବା ପ୍ରୟାସ କରିଥିଲା ଟିମ୍ ଇଣ୍ଡିଆ, କିନ୍ତୁ ବିଫଳ ହେଇଛି। ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି 20 ଓଭର ବ୍ୟାଟିଂ କରି 7 ୱିକେଟ୍ ହରାଇ ବିଶାଳ 215 ରନ୍ କରିପାରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ 18 ଓଭର 2ଟି ବଲ୍ ଖେଳି ମାତ୍ର 165 ରନ୍ କରି ଅଲ୍ ଆଉଟ୍ ଯାଇଥିଲା। ଟିମ୍ ଇଣ୍ଡିଆ ପଟରୁ ଦେଖିବାକୁ ଗଲେ ଶିବମ୍ ଦୁବେ 23ଟି ବଲ୍ ଖେଳି 65 ରନ୍ କରିଥିଲେ ଏବଂ ରିଙ୍କୁ ସିଂ 30ଟି ବଲ୍ ଖେଳି 38। ଅନ୍ୟ ବ୍ୟାଟରମାନେ ଖାଲି ବଲ୍ ଖାଇ ପେଭିଲିୟନ୍କୁ ଫେରି ଯାଉଥିଲେ। ଦେଖିବାକୁ ଗଲେ ସୂର୍ଯ୍ୟ ଫ୍ଲପ୍, ତାପରେ ହାର୍ଦ୍ଦିକ ବି ଫ୍ଲପ୍, ଅଭିଷେକ ବି ଫ୍ଲପ୍, କେହି ବି ତିଷ୍ଠି ପାରିନଥିଲେ ନ୍ୟୁଜିଲାଣ୍ଡର ବୋଲିଂ ଆଗରେ। ତେଣୁ ବହୁତ ଦିନ ପରେ ଦେଖିବାକୁ ଗଲେ ପ୍ରଥମ ଥର ପାଇଁ ଟି20ରେ ଜିତିଲା ନ୍ୟୁଜିଲାଣ୍ଡ ଦଳ ଭାରତ ମାଟିକୁ ଆସି। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ 5 ଜଣ ବିଶିଷ୍ଟ ଟି20 ଆୟୋଜିତ ହେଉଥିବା ବେଳେ ଗତକାଲି ବିଶାଖାପାଟନମ ଷ୍ଟାଡିୟମରେ ଚତୁର୍ଥ ଟି20 ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଜବାବରେ ଧୂଆଁଧାର ପ୍ରଦର୍ଶନ ଆରମ୍ଭ କରିଥିଲେ ନ୍ୟୁଜିଲାଣ୍ଡ ଦଳର ବ୍ୟାଟରମାନେ। ଟିମ୍ ସେଫର୍ଟ 68 ଏବଂ କନୱେ 62 ରନ୍ ଇନିଂସ ଖେଳିଥିଲେ। ଏହାର ଜବାବରେ ଅନ୍ୟ ବ୍ୟାଟରମାନେ କିଛି ରନ୍ କରି ନିର୍ଦ୍ଧାରିତ 20 ଓଭର ବ୍ୟାଟିଂ କରି 7 ୱିକେଟ୍ ହରାଇ ବିଶାଳ 215 ରନ୍ କରିଥିଲା। ଟିମ୍ ଇଣ୍ଡିଆ ଏହାର ଜବାବରେ ମୋତେ ତ ଲାଗୁଥିଲା ଜିତିଦେବ ଟିମ୍ ଇଣ୍ଡିଆ, କିନ୍ତୁ ପୁଣି ଥରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆର ରନ୍ ଚେଜ୍ରେ। ତ ଫ୍ରେଣ୍ଡ, ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟି ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।